ଆଜିର ଆଲୋଚନାକୁ ସ୍ୱାଗତ। ଆମ ପାଖରେ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ମାନେ OTTରୁ ଶିଶୁ ବିକାଶ ଏବଂ ଶିକ୍ଷାଶାସ୍ତ୍ର ଉପରେ 30ଟି ପ୍ରଶ୍ନର ଏକ ତାଲିକା ଅଛି। କିନ୍ତୁ ଆଜି ଆମେ କେବଳ ଏକ ପରୀକ୍ଷା ପାଇଁ ପ୍ରସ୍ତୁତି କରୁନେ। ଆମର ଉଦ୍ଦେଶ୍ୟଟା ଟିକେ ଗଭୀର। ଆମେ ଏହି ପ୍ରଶ୍ନଗୁଡ଼ିକୁ ଏକ ମାଧ୍ୟମ ଭାବରେ ବ୍ୟବହାର କରି ବୁଝିବାକୁ ଚେଷ୍ଟା କରିବା ଯେ ପିଲାମାନେ କେମିତି ଶିଖନ୍ତି, ସେମାନଙ୍କର ବିକାଶ କେମିତି ହୁଏ, ଆଉ ଜଣେ ଭଲ ଶିକ୍ଷକ ହେବାର ପ୍ରକୃତ ଅର୍ଥଟା କ'ଣ। ତେବେ ଚାଲନ୍ତୁ ଏହି ଯାତ୍ରା ଆରମ୍ଭ କରିବା। ଆମେ ଗୋଟିଏ ପରେ ଗୋଟିଏ ପ୍ରଶ୍ନ ଦେଇଯିବା, କିନ୍ତୁ କେବଳ ଉତ୍ତର ଖୋଜିବା ପାଇଁ ନୁହେଁ, ବରଂ ତା ପଛରେ ଥିବା ବଡ଼ ଚିତ୍ରକୁ ଦେଖିବା ପାଇଁ। ପ୍ରଥମ ପ୍ରଶ୍ନଟି ହେଲା ପିଲାଙ୍କୁ ବର୍ଗୀକରଣ କରିବା ଉପରେ। ପଛୁଆ, ମନ୍ଦ ଏବଂ ମାନସିକ ଅନଗ୍ରସର ପିଲାମାନଙ୍କର IQ ସାଧାରଣତଃ କେତେ ଭିତରେ ଥାଏ? ହଁ, ଏହାର ସଠିକ୍ ଉତ୍ତର ହେବ ବିକଳ୍ପ ବି 70-90। କିନ୍ତୁ ଏଠି ଉତ୍ତରଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହେଉଛି ଏହାର ପୃଷ୍ଠଭୂମି। ଦେଖନ୍ତୁ, ପୁରୁଣା ଶିକ୍ଷା ମନୋବିଜ୍ଞାନରେ ପିଲାମାନଙ୍କୁ ଏମିତି ଲେବେଲ ଦିଆଯାଉଥିଲା। ଯେଉଁମାନେ ଟିକେ ଧୀରେ ଶିଖୁଥିଲେ ସେମାନଙ୍କୁ ପଛୁଆ ବା ମନ୍ଦ କୁହାଯାଉଥିଲା। ଯେଉଁମାନଙ୍କର IQ 70-90 ଭିତରେ ଥିଲା, ଆଉ ମାନସିକ ଅନଗ୍ରସର ବା ରିଟାର୍ଡେଡ୍ ଭଳି ଶବ୍ଦ ଯାହା ଆଜିକାଲି ଆଦୌ ବ୍ୟବହାର କରାଯାଏନି, ତାହା 70ରୁ କମ୍ IQ ଥିବା ପିଲାଙ୍କ ପାଇଁ ଥିଲା। ଓହୋ, ତାମାନେ ଏ ଶବ୍ଦଗୁଡ଼ିକୁ ଏବେ ପୁରୁଣା ହୋଇଗଲାଣି। ଏଟା ତ ଗୋଟେ ବହୁତ ଜରୁରୀ କଥା। ନିଶ୍ଚିତ ଭାବରେ ଏଥିରୁ ଜଣାପଡ଼େ ଯେ ଶିକ୍ଷା ମନୋବିଜ୍ଞାନ କେମିତି ସମୟ ସହିତ ବଦଳିଛି। ଆଜିକାଲି ଆମେ ପିଲାଙ୍କୁ ଏମିତି ଲେବେଲ ଦେବା ବଦଳରେ ପ୍ରତ୍ୟେକ ପିଲାର ସ୍ୱତନ୍ତ୍ର ଆବଶ୍ୟକତାକୁ ବୁଝିବା ଉପରେ ଧ୍ୟାନ ଦେଉଛୁ। କିନ୍ତୁ ହଁ, ପରୀକ୍ଷା ପାଇଁ ଏହି ପୁରୁଣା ବର୍ଗୀକରଣକୁ ମନେ ରଖିବାକୁ ପଡ଼ିବ। ବୁଝିଲେ। ତେବେ ପିଲାଙ୍କ ବ୍ୟକ୍ତିଗତ ବିକାଶରୁ ଆସନ୍ତୁ ଦେଶର ସାମୂହିକ ବିକାଶ କଥା ଦେଖିବା। ଦ୍ୱିତୀୟ ପ୍ରଶ୍ନ, ପାଠ୍ୟକ୍ରମକୁ ନେଇ ଏମାନଙ୍କ ଭିତରୁ କେଉଁଟି ମୂଳ ପାଠ୍ୟକ୍ରମର ବା କୋର୍ କରିକୁଲମର ଅଂଶ ନୁହେଁ? ବିକଳ୍ପଗୁଡ଼ିକ ହେଲା ସମ୍ବିଧାନ ପ୍ରତି କର୍ତ୍ତବ୍ୟ, ବିଦେଶୀ ସଂସ୍କୃତିର ଅଧ୍ୟୟନ, ପରିବେଶ ସୁରକ୍ଷା ଏବଂ ବୈଜ୍ଞାନିକ ମନୋଭାବ। ଏହାର ଉତ୍ତରଟା ହେବ ବି ବିଦେଶୀ ସଂସ୍କୃତି ଓ ପରମ୍ପରାର ଅଧ୍ୟୟନ। ଏଠାରେ ମୂଳ ଧାରଣାଟି ହେଲା ମୂଳ ପାଠ୍ୟକ୍ରମ କ'ଣ? ମାନେ ଏହା ସେହି ସବୁ ବିଷୟ ଆଉ ମୂଲ୍ୟବୋଧକୁ ବୁଝାଏ ଯାହା ଏକ ଦେଶର ପ୍ରତ୍ୟେକ ନାଗରିକ ଜାଣିବା ଦରକାର। ଏହା ଜାତୀୟ ଏକତା ଆଉ ବିକାଶ ପାଇଁ ଜରୁରୀ। ଆଚ୍ଛା। ତେଣୁ ସାମ୍ବିଧାନିକ କର୍ତ୍ତବ୍ୟ, ବୈଜ୍ଞାନିକ ମନୋଭାବ ଆଉ ପରିବେଶ ସୁରକ୍ଷା ଏହାର ଅଂଶ। ବିଦେଶୀ ସଂସ୍କୃତି ବିଷୟରେ ଜାଣିବା ଭଲ କଥା, କିନ୍ତୁ ଏହା ଦେଶର ପ୍ରତ୍ୟେକ ଛାତ୍ର ପାଇଁ ଏକ ମୌଳିକ ଆବଶ୍ୟକତା ନୁହେଁ। ଠିକ୍। ତେବେ ପାଠ୍ୟକ୍ରମ ତ ସମସ୍ତଙ୍କ ପାଇଁ, କିନ୍ତୁ କିଛି ପିଲାଙ୍କୁ ଶିଖିବାରେ ବିଶେଷ ଅସୁବିଧା ହୁଏ। ପରବର୍ତ୍ତୀ ପ୍ରଶ୍ନ ସେହି ବିଷୟରେ। ଜଣେ ଶିକ୍ଷଣ ଅକ୍ଷମତା ମାନେ ଲର୍ଣ୍ଣିଂ ଡିଜେବଲ୍ଡ ଥିବା ପିଲାର ଲକ୍ଷଣ କ'ଣ ହୋଇପାରେ? ସଂଖ୍ୟା ଭୁଲ ପଡ଼ିବା, ଅକ୍ଷର ଓଲଟାଇବା ନା ଅକ୍ଷର ଯୋଡ଼ିବା? ଆରେ, ଏଠି ତ ସବୁଗୁଡ଼ିକ ହିଁ ଠିକ୍ ଲାଗୁଛି। ତେଣୁ ଉତ୍ତରଟା ସିଧାସଳଖ ଡି ଉପରୋକ୍ତ ସମସ୍ତ ହେବ। ଏ ସବୁ ଲକ୍ଷଣ ଡିସ୍ଲେକ୍ସିଆ ଭଳି ସମସ୍ୟାରେ ଦେଖାଯାଏ। ପିଲାମାନେ ଅନେକ ସମୟରେ ଇଂରାଜୀ ଅକ୍ଷର ବିକୁ ଡି ପରି ଦେଖନ୍ତି, ହଁ। କିମ୍ବା ସଂଖ୍ୟା 6କୁ 9 ପରି। ପଢ଼ିଲା ବେଳେ କିଛି ଅକ୍ଷର ଛାଡ଼ିଦେବା କିମ୍ବା ନିଜ ଆଡ଼ୁ ଯୋଡ଼ିଦେବା ମଧ୍ୟ ଏହାର ଏକ ସାଧାରଣ ଲକ୍ଷଣ। ମୁଁ ଏହା ଫିଲ୍ମରେ ଦେଖିଛି, କିନ୍ତୁ ଏହା ଅନେକ ପିଲାଙ୍କ ପାଇଁ ଏକ ବାସ୍ତବ ସମସ୍ୟା। ତେବେ ଶିକ୍ଷକମାନେ ଏହି ପିଲାମାନଙ୍କୁ ଚିହ୍ନଟ କରିବା ପରେ ସେମାନଙ୍କର ପ୍ରଗତି କେମିତି ମାପିବେ? ଏହା ଆମକୁ ପରବର୍ତ୍ତୀ ପ୍ରଶ୍ନକୁ ନେଇଯାଉଛି। ଯେତେବେଳେ ଏକ ପରୀକ୍ଷା ସ୍ଥିର ଭାବରେ ସମାନ ଯୋଗ୍ୟତା ମାପେ, ତାହାକୁ କ'ଣ କୁହାଯାଏ? ଏହାକୁ କୁହାଯାଏ ବିଶ୍ୱସନୀୟତା ବା ରିଲାଏବିଲିଟି, ଅର୍ଥାତ୍ ବିକଳ୍ପ ବି। ଏହାକୁ ବୁଝିବା ପାଇଁ ଗୋଟେ ସରଳ ଉଦାହରଣ ନିଅନ୍ତୁ। ଭାବନ୍ତୁ, ଆପଣଙ୍କ ପାଖରେ ଗୋଟିଏ ଓଜନ ମାପିବା ମେସିନ୍ ଅଛି। ଯଦି ଆପଣ ଥରେ ଓଜନ ହେଲେ ତାହା 70 କିଲୋ ଦେଖାଉଛି ଆଉ 2 ମିନିଟ୍ ପରେ 75 କିଲୋ ଦେଖାଉଛି, ତାହେଲେ ଆପଣ କ'ଣ କହିବେ? ମେସିନ୍ଟା ଖରାପ ଅଛି, ତା ଉପରେ ଭରସା ନାହିଁ। ଏକଦମ ଠିକ୍। ତାହା ବିଶ୍ୱସନୀୟ ନୁହେଁ। ଗୋଟିଏ ଭଲ ପରୀକ୍ଷା ଠିକ୍ ସେମିତି ହେବା ଉଚିତ। ତାକୁ ବାରମ୍ବାର କଲେ ମଧ୍ୟ ଫଳାଫଳଟା ପ୍ରାୟ ସମାନ ରହିବା ଦରକାର। ବାଃ, ଏ ଉଦାହରଣଟି ଚମତ୍କାର ଥିଲା। ତେବେ ପରୀକ୍ଷାର ବିଶ୍ୱସନୀୟତା ବିଷୟରେ ଆମେ ଜାଣିଲେ, କିନ୍ତୁ ଗୋଟେ ଭଲ ପରୀକ୍ଷା ସହିତ ଭଲ ଶିକ୍ଷଣ ସାମଗ୍ରୀ ବି ଦରକାର। ଏହା ଆମକୁ ପରବର୍ତ୍ତୀ ପ୍ରଶ୍ନକୁ ନେଇଯାଉଛି, ଯାହା ପ୍ରକ୍ଷେପିତ ଶିକ୍ଷଣ ସାମଗ୍ରୀ ବା ପ୍ରୋଜେକ୍ଟେଡ୍ ଟିଚିଂ ଏଡ୍ ଉପରେ। ଏମାନଙ୍କ ଭିତରୁ କେଉଁଟି ପ୍ରକ୍ଷେପିତ ନୁହେଁ? ଏହାର ଉତ୍ତର ସ୍ପଷ୍ଟ। ବି କଳାପଟା ମାନେ ବ୍ଲାକବୋର୍ଡ।
ପ୍ରକ୍ଷେପିତ ବା ପ୍ରୋଜେକ୍ଟେଡ୍ ସାମଗ୍ରୀର ଅର୍ଥ ହେଉଛି ଯେଉଁଥିରେ ଆଲୋକକୁ ଗୋଟେ ପରଦା ଉପରେ ପକାଇ ଚିତ୍ର ଦେଖାଯାଏ। ଯେମିତିକି ସ୍ଲାଇଡ୍ ପ୍ରୋଜେକ୍ଟର? ହଁ, କିମ୍ବା ଆଜିକାଲିର ଡିଜିଟାଲ ପ୍ରୋଜେକ୍ଟର। କଳାପଟାରେ ଆମେ ସିଧାସଳଖ ଲେଖୁ, ସେଥିରେ କୌଣସି ଆଲୋକ ପ୍ରକ୍ଷେପଣ ହୁଏ ନାହିଁ। ଠିକ୍ ଅଛି। ଆମେ ପୁଣିଥରେ ପରୀକ୍ଷଣର ବୈଷୟିକ ଦିଗକୁ ଫେରିବା। ଷଷ୍ଠ ପ୍ରଶ୍ନ, ଆଭ୍ୟନ୍ତରୀଣ ସ୍ଥିରତା ବା ଇଣ୍ଟରନାଲ କନସିଷ୍ଟେନ୍ସି କେମିତି ମପାଯାଏ? ଏ ଶବ୍ଦଟା ଟିକେ ଜଟିଳ ଲାଗୁଛି। ହଁ, ଶବ୍ଦଟା ଜଟିଳ, କିନ୍ତୁ ଏହାର ଧାରଣାଟି ବହୁତ ସରଳ। ଏହାର ଉତ୍ତର ହେଉଛି ସ୍ପ୍ଲିଟ୍ ହାଫ୍ ପଦ୍ଧତି। ଭାବନ୍ତୁ, ଆପଣ ଗୋଟିଏ 50 ପ୍ରଶ୍ନର ପରୀକ୍ଷା ତିଆରି କରିଛନ୍ତି, ଆଉ ଆପଣ ଜାଣିବାକୁ ଚାହୁଁଛନ୍ତି ଯେ ସବୁ ପ୍ରଶ୍ନ ସମାନ ଜିନିଷକୁ ମାପୁଛି କି ନାହିଁ। ଆପଣ କ'ଣ କରିବେ? ପରୀକ୍ଷାକୁ 2 ଭାଗରେ ବାଣ୍ଟିଦେବେ, ଯେମିତିକି ଅଯୁଗ୍ମ ସଂଖ୍ୟକ ପ୍ରଶ୍ନ ମାନେ 1, 3, 5 ଗୋଟିଏ ପଟେ, ଆଉ ଯୁଗ୍ମ ସଂଖ୍ୟକ ପ୍ରଶ୍ନ 2, 4, 6 ଅନ୍ୟପଟେ। ଏକଦମ। ଯଦି ଜଣେ ଛାତ୍ର ଗୋଟିଏ ଭାଗରେ ବହୁତ ଭଲ କରୁଛି ଆଉ ଅନ୍ୟ ଭାଗରେ ବହୁତ ଖରାପ, ତାମାନେ ପରୀକ୍ଷାଟିରେ କିଛି ଗଡ଼ବଡ଼ ଅଛି। ଦୁଇଟି ଅଧା ଭାଗର ଫଳାଫଳ ପ୍ରାୟ ସମାନ ରହିବା ଉଚିତ। ଏହା ହିଁ ସ୍ପ୍ଲିଟ୍ ହାଫ୍ର ମୂଳ ଧାରଣା। ବୁଝିଗଲି। ଏହା ପ୍ରକୃତରେ ପରୀକ୍ଷାର ଗୁଣବତ୍ତା ଯାଞ୍ଚ କରିବାର ଏକ ଭଲ ଉପାୟ। ସପ୍ତମ ପ୍ରଶ୍ନ, ପୁଣି ସେହି ବିଶ୍ୱସନୀୟତା ଉପରେ। ଏମାନଙ୍କ ମଧ୍ୟରୁ କେଉଁଟି ବିଶ୍ୱସନୀୟତା ମାପିବାର ଏକ ପଦ୍ଧତି ନୁହେଁ? ଏଠି ଉତ୍ତର ହେଉଛି ଡି, ପରୀକ୍ଷଣ ଅବସ୍ଥା ପଦ୍ଧତି ବା ଟେଷ୍ଟିଂ କଣ୍ଡିସନ ମେଥଡ। ଦେଖନ୍ତୁ, ଟେଷ୍ଟ ରିଟେଷ୍ଟ ମାନେ ଗୋଟିଏ ପରୀକ୍ଷାକୁ କିଛି ଦିନ ପରେ ପୁଣି କରିବା। ହଁ। ଅଲ୍ଟରନେଟ୍ ଫର୍ମସ୍ ମାନେ ପରୀକ୍ଷାର 2ଟା ଅଲଗା ସେଟ୍ ବ୍ୟବହାର କରିବା। ଆଉ ସ୍ପ୍ଲିଟ୍ ହାଫ୍, ଯାହା ଆମେ ଏବେ ଆଲୋଚନା କଲେ, ଏସବୁ ବିଶ୍ୱସନୀୟତା ମାପିବାର ସ୍ୱୀକୃତ ପଦ୍ଧତି। କିନ୍ତୁ ପରୀକ୍ଷଣ ଅବସ୍ଥା ପଦ୍ଧତି ବୋଲି କୌଣସି ମାନକ ପଦ୍ଧତି ନାହିଁ। ଠିକ୍ ଅଛି। ତେବେ ଆମେ ପରୀକ୍ଷଣ ଓ ମୂଲ୍ୟାଙ୍କନରୁ ବାହାରି ଶିକ୍ଷାଦାନର ଦର୍ଶନ ଉପରକୁ ଆସିବା। ଅଷ୍ଟମ ପ୍ରଶ୍ନ, ନିମ୍ନଲିଖିତ ମଧ୍ୟରୁ କେଉଁଟି ନିର୍ମାଣବାଦୀ ବା କନଷ୍ଟ୍ରକ୍ଟିଭିଷ୍ଟ ଶିକ୍ଷଣର ନୀତି ନୁହେଁ? ଏହାର ଉତ୍ତର ହେବ ଡି, ଶିକ୍ଷକ ସମାଧାନରେ ପହଞ୍ଚନ୍ତି। ଦେଖନ୍ତୁ, ନିର୍ମାଣବାଦର ମୂଳ କଥା ହେଲା ଜ୍ଞାନ ଏମିତି ଏକ ଜିନିଷ ନୁହେଁ ଯାହାକୁ ଶିକ୍ଷକ ପିଲାର ମୁଣ୍ଡରେ ଭର୍ତ୍ତି କରିଦେବେ। ବରଂ ପିଲା ନିଜ ଅନୁଭୂତି, ପରୀକ୍ଷା ନିରୀକ୍ଷା ଆଉ ଚିନ୍ତନ ମାଧ୍ୟମରେ ନିଜେ ଜ୍ଞାନ ନିର୍ମାଣ କରେ। ଗୋଟେ ଉଦାହରଣ ଦେଇ ବୁଝେଇବେ? ନିଶ୍ଚୟ। ଯେମିତିକି ଆଗ୍ନେୟଗିରି ବିଷୟରେ ପଢ଼ାଇବା ବଦଳରେ ଶିକ୍ଷକ ପିଲାମାନଙ୍କୁ ଏକ ମଡେଲ ଆଗ୍ନେୟଗିରି ତିଆରି କରିବାକୁ କହିପାରନ୍ତି। ଏଥିରେ ଶିକ୍ଷକ କେବଳ ଜଣେ ମାର୍ଗଦର୍ଶକ ସାଜନ୍ତି, ସିଧାସଳଖ ଉତ୍ତର ଦିଅନ୍ତି ନାହିଁ। ଗୋଟିଏ ମିନିଟ୍, ମୋତେ ଏଇଟା ଟିକେ ଦ୍ୱନ୍ଦ୍ୱରେ ପକାଉଛି। ଆପଣ କହିଲେ ଶିକ୍ଷକ କେବଳ ମାର୍ଗଦର୍ଶକ। ତେବେ ଯଦି ପିଲାଟି ଭୁଲ ରାସ୍ତାରେ ଯାଉଛି ବା ମଡେଲଟି ଭୁଲ ତିଆରି କରୁଛି, ଶିକ୍ଷକ କ'ଣ ସେତେବେଳେ ବି ଚୁପ୍ ରହିବେ? ବହୁତ ଭଲ ପ୍ରଶ୍ନ। ନା, ଚୁପ୍ ରହିବେ ନାହିଁ। ମାର୍ଗଦର୍ଶକର ଅର୍ଥ ନିଷ୍କ୍ରିୟ ରହିବା ନୁହେଁ। ଶିକ୍ଷକ ଠିକ୍ ସମୟରେ ଠିକ୍ ପ୍ରଶ୍ନ ପଚାରିବେ, ଯେପରିକି ତୁମେ ଏମିତି କାହିଁକି ଭାବୁଛ? କିମ୍ବା ଆଉ କେଉଁ ଉପାୟରେ ଏହା କରାଯାଇପାରେ? ସେ ପିଲାକୁ ନିଜ ଭୁଲ ନିଜେ ଖୋଜି ବାହାର କରିବାକୁ ପ୍ରୋତ୍ସାହିତ କରିବେ। ସିଧା ଉତ୍ତରଟି କହିଦେବେ ନାହିଁ। ବାଃ, ଏବେ ସ୍ପଷ୍ଟ ହେଲା। ବର୍ତ୍ତମାନ ଏକ ଉକ୍ତି ଉପରେ ପ୍ରଶ୍ନ। ବୃଦ୍ଧି = କୋଶିକାର ଗୁଣନ, ବିକାଶ = ସମଗ୍ର ଜୀବରେ ପରିବର୍ତ୍ତନ। ଏହା କାହାର ଉକ୍ତି? ଏଥିରେ ବିକଳ୍ପ ଅଛି ହର୍ଲକ୍, ଫ୍ରାଙ୍କ ଏବଂ କ୍ରୋ। ହଁ, ଏହା ଏକ ମଜାଦାର ପ୍ରଶ୍ନ, କାରଣ ଏଥିରେ ଟିକେ ଦ୍ୱନ୍ଦ୍ୱ ଅଛି। ଅନେକ ବହି ଏହାକୁ କ୍ରୋ ଏବଂ କ୍ରୋଙ୍କ ଉକ୍ତି ବୋଲି କହେ, କିନ୍ତୁ କିଛି ଶିକ୍ଷକ ପ୍ରଶିକ୍ଷଣ ଉତ୍ସରେ ଏହି ସଠିକ୍ ଶବ୍ଦଗୁଡ଼ିକୁ ଫ୍ରାଙ୍କଙ୍କ ନାମରେ ଦର୍ଶାଯାଇଛି। ତେଣୁ ଦିଆଯାଇଥିବା ବିକଳ୍ପ ଅନୁଯାୟୀ ଆମେ ଏଠାରେ ବି, ଫ୍ରାଙ୍କକୁ ସଠିକ୍ ଉତ୍ତର ଭାବେ ଗ୍ରହଣ କରିବା। ଏହା ତ ବହୁତ ମଜାଦାର କଥା। ତାମାନେ ଗୋଟିଏ ଉକ୍ତିକୁ 2 ଜଣ ଭିନ୍ନ ଭିନ୍ନ ମନୋବିଜ୍ଞାନୀଙ୍କ ନାମରେ ଦିଆଯାଉଛି। ଏମିତି କାହିଁକି ହୁଏ? ଏହା ଏକାଡେମିକ୍ ଜଗତରେ ବେଳେବେଳେ ହୁଏ। କେହି ଜଣେ ମୂଳ ଧାରଣା ଦେଇଥାନ୍ତି ଏବଂ ପରେ ଅନ୍ୟ କେହି ତାକୁ ଆହୁରି ସ୍ପଷ୍ଟ ଭାବରେ ବର୍ଣ୍ଣନା କରନ୍ତି, ଆଉ ସମୟକ୍ରମେ ଦୁହିଁଙ୍କର ନାମ ଯୋଡ଼ି ହୋଇଯାଏ। ଏହା ହିଁ ଏକାଡେମିକ୍ ଇତିହାସର ଏକ ଅଂଶ। ବହୁତ ଭଲ। ଦଶମ ପ୍ରଶ୍ନ, ନୈତିକତା ଉପରେ। WK ଅନୁଯାୟୀ ନୈତିକ ପରିପକ୍ୱତାରେ କ'ଣ ଅନ୍ତର୍ଭୁକ୍ତ? ତାଙ୍କ ମତରେ ଏଥିରେ ପରୋପକାର ଏବଂ ଯୁକ୍ତିଯୁକ୍ତତା ମାନେ ଆଲ୍ଟ୍ରୁଇଜମ୍ ଏବଂ ରାସନାଲିଟି ଅନ୍ତର୍ଭୁକ୍ତ। ଏହାର ଅର୍ଥ, ଜଣେ ନୈତିକ ଭାବେ ପରିପକ୍ୱ ବ୍ୟକ୍ତି କେବଳ ନିୟମକୁ ଅନ୍ଧ ଭାବରେ ମାନେ ନାହିଁ,
ସେ ବରଂ ଯୁକ୍ତି ବ୍ୟବହାର କରି ଚିନ୍ତା କରେ ଯେ କେଉଁଟା ଠିକ୍ ଏବଂ କେଉଁଟା ଭୁଲ, ଆଉ ତାର କାର୍ଯ୍ୟ ଅନ୍ୟମାନଙ୍କର ମଙ୍ଗଳ ପାଇଁ ଉଦ୍ଦିଷ୍ଟ ଥାଏ। ଏହା ଶିକ୍ଷାର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ। ଏହା ଆମକୁ ପରବର୍ତ୍ତୀ ପ୍ରଶ୍ନକୁ ଆଣୁଛି। କେଉଁ ପଦକ୍ଷେପଟି ଶିକ୍ଷାଦାନରୁ ଶିକ୍ଷଣ ଉପରେ ଧ୍ୟାନ କେନ୍ଦ୍ରିତ କରିବାରେ ସାହାଯ୍ୟ କରେ? ଏହା ହେଉଛି ଶିଶୁ କୈନ୍ଦ୍ରିକ ଶିକ୍ଷାଶାସ୍ତ୍ର ବା ଚାଇଲ୍ଡ ସେଣ୍ଟର୍ଡ ପେଡାଗୋଜି। ଯେତେବେଳେ ଶିକ୍ଷା ବ୍ୟବସ୍ଥାର କେନ୍ଦ୍ରବିନ୍ଦୁ ଶିକ୍ଷକ ନ ହୋଇ ଶିଶୁ ହୁଏ, ସେତେବେଳେ ଧ୍ୟାନଟା ମୁଁ କ'ଣ ପଢ଼ାଉଛି ରୁ ବଦଳି ପିଲା କ'ଣ ଶିଖୁଛି ଉପରକୁ ଆସିଯାଏ। ଏଥିରେ ପିଲାର ଆଗ୍ରହ, କ୍ଷମତା ଏବଂ ଆବଶ୍ୟକତାକୁ ଗୁରୁତ୍ୱ ଦିଆଯାଏ। କିନ୍ତୁ ଶିଶୁ କେନ୍ଦ୍ରିକ ଶିକ୍ଷା କହିବାକୁ ଯେତେ ସହଜ, କ୍ଲାସରୁମରେ ଲାଗୁ କରିବା ସେତେ କଷ୍ଟକର। 40 ଜଣ ପିଲାଙ୍କୁ ନେଇ ଗୋଟିଏ କ୍ଲାସରେ ଏହା କେତେ ଦୂର ସମ୍ଭବ? ଆପଣ ଏକଦମ ଠିକ୍ ପ୍ରଶ୍ନ ପଚାରିଛନ୍ତି। ଏହା ଏକ ବଡ଼ ଚ୍ୟାଲେଞ୍ଜ, କିନ୍ତୁ ଏହାର ଅର୍ଥ ନୁହେଁ ଯେ ପ୍ରତ୍ୟେକ ପିଲା ପାଇଁ ଅଲଗା ପାଠ ପଢ଼ାଇବାକୁ ପଡ଼ିବ। ଏହାର ଅର୍ଥ ହେଉଛି ଶିକ୍ଷାଦାନ ପଦ୍ଧତିରେ ବିବିଧତା ଆଣିବା, ଯେପରିକି କିଛି ଗ୍ରୁପ୍ ଆକ୍ଟିଭିଟି, କିଛି ପ୍ରୋଜେକ୍ଟ କାମ ଆଚ୍ଛା, ଏବଂ କିଛି ବ୍ୟକ୍ତିଗତ କାମ ଦେଇ ଶିକ୍ଷକ ଅଧିକାଂଶ ପିଲାଙ୍କ ଆବଶ୍ୟକତା ପୂରଣ କରିପାରିବେ। ବୁଝିଲି। ଏବେ ପୁଣି ଟିକେ ପରିସଂଖ୍ୟାନ ଆଡ଼କୁ ଯିବା। ଯେତେବେଳେ ସ୍କୋରଗୁଡ଼ିକର ବିତରଣ ସାଧାରଣ ବା ନର୍ମାଲ ଥାଏ, କେଉଁ ପରିସଂଖ୍ୟାନ ପଦ୍ଧତି ଉପଯୋଗୀ? ଏହା ଟିକେ ବୈଷୟିକ ପ୍ରଶ୍ନ। ସାଧାରଣତଃ ଏଭଳି କ୍ଷେତ୍ରରେ ନର୍ମାଲ ପ୍ରୋବାବିଲିଟି କର୍ଭ ସମ୍ବନ୍ଧିତ। କିନ୍ତୁ କିଛି ପୁରୁଣା ଶିକ୍ଷାଶାସ୍ତ୍ର ପାଠ୍ୟକ୍ରମରେ ସି ହାରାହାରି ବିଚ୍ୟୁତି ବା ଆଭରେଜ୍ ଡେଭିଏସନକୁ ସଠିକ୍ ଉତ୍ତର ଭାବେ ଧରାଯାଏ, କାରଣ ଯେତେବେଳେ ଡାଟା ବିତରଣ ପ୍ରାୟ ସମମିତ ବା ସିମେଟ୍ରିକାଲ ଥାଏ, ସେତେବେଳେ ସ୍କୋରଗୁଡ଼ିକ କେତେ ଛେଦି ହୋଇ ରହିଛି ତାହା ମାପିବା ପାଇଁ ଏହା ଏକ ସରଳ ପଦ୍ଧତି। ଠିକ୍ ଅଛି। ତେବେ ପିଲାମାନଙ୍କର ବିକାଶର ବିଭିନ୍ନ ସ୍ତରକୁ ଦେଖିବା। 13ତମ ପ୍ରଶ୍ନ, କିଶୋରାବସ୍ଥାରେ କେଉଁ ପ୍ରମୁଖ ସାମାଜିକ ପରିବର୍ତ୍ତନ ଦେଖାଯାଏ? ଏହି ସମୟର ସବୁଠାରୁ ପ୍ରମୁଖ ସାମାଜିକ ପରିବର୍ତ୍ତନ ହେଉଛି ବି ବୟସ୍କଙ୍କ ପରି ଆଚରଣ ବା ଆଡଲ୍ଟ ଲାଇକ୍ ବିହେଭିୟର। କିଶୋରମାନେ ଏହି ସମୟରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ଖୋଜୁଥାନ୍ତି। ସେମାନେ ଆଉ ପିଲା ହୋଇ ରହିବାକୁ ଚାହାନ୍ତି ନାହିଁ, ତେଣୁ ସେମାନେ ବୟସ୍କମାନଙ୍କ ପରି କଥା କହିବା, ପୋଷାକ ପିନ୍ଧିବା ଏବଂ ବ୍ୟବହାର କରିବାକୁ ଚେଷ୍ଟା କରନ୍ତି। ହଁ, ଏହା ସ୍ୱାଧୀନ ହେବାର ଏକ ପ୍ରକ୍ରିୟା। ଏକଦମ। ତେବେ ଏହି ବିକାଶ କ'ଣ ଏକ ସିଧା ରାସ୍ତାରେ ହୁଏ? ପରବର୍ତ୍ତୀ ପ୍ରଶ୍ନ ସେୟା। ଜନ୍ମରୁ କିଶୋରାବସ୍ଥା ପର୍ଯ୍ୟନ୍ତ ବୌଦ୍ଧିକ ବିକାଶର ଗ୍ରାଫର ଆକୃତି କିପରି ହୋଇଥାଏ? ନା, ଏହା ଏକ ସରଳ ରେଖା ନୁହେଁ। ଏହାର ଉତ୍ତର ହେବ ସି ଜିଗ୍‌ଜାଗ୍। ଆମେ ଭାବୁ ଯେ ବିକାଶ ଏକ ସମାନ ଗତିରେ ସବୁବେଳେ ଆଗକୁ ବଢ଼େ, କିନ୍ତୁ ବାସ୍ତବରେ ସେମିତି ହୁଏ ନାହିଁ। ଏହାକୁ ବୁଝିବାକୁ ହେଲେ ଭାବନ୍ତୁ ଯେମିତି ଆପଣ ସାଇକେଲ ଚଳାଇବା ଶିଖୁଛନ୍ତି। ହଁ, କିଛି ଦିନ ହଠାତ୍ ବହୁତ ଉନ୍ନତି ହୁଏ, ତାପରେ କିଛି ଦିନ କିଛି ବି ପ୍ରଗତି ହୁଏନି, ପୁଣି ହଠାତ୍ ଦିନେ ଆପଣ ବାଲାନ୍ସ କରିବା ଶିଖିଯାଆନ୍ତି। ବୌଦ୍ଧିକ ବିକାଶ ମଧ୍ୟ ଠିକ୍ ସେହିପରି ଉତ୍ଥାନ ପତନ ଦେଇ ଗତି କରେ। ଏହା ପ୍ରକୃତିରେ ଏକ ଭଲ ତୁଳନା। ତେବେ କିଶୋରାବସ୍ଥାରେ ଆଉ ଏକ ବଡ଼ ପରିବର୍ତ୍ତନ ହୁଏ ସାଙ୍ଗସାଥୀଙ୍କୁ ନେଇ। 15ତମ ପ୍ରଶ୍ନ, କେଉଁ ବୟସରେ ପିଲା ନିଜ ସାଙ୍ଗସାଥୀ ଗୋଷ୍ଠୀରେ ମାନେ ପିୟର ଗ୍ରୁପରେ ଅଧିକ ସକ୍ରିୟ ହୁଏ? ଏହା ସାଧାରଣତଃ ସି 11-12 ବର୍ଷ ବୟସରେ ଆରମ୍ଭ ହୁଏ। ଏହାକୁ ପୂର୍ବ କିଶୋରାବସ୍ଥା କୁହାଯାଏ। ଏହି ସମୟରେ ପିଲାର ଜୀବନରେ ପରିବାରର ଗୁରୁତ୍ୱ ଟିକେ କମିଯାଏ ଆଉ ସାଙ୍ଗମାନଙ୍କର ଗୁରୁତ୍ୱ ବହୁତ ବଢ଼ିଯାଏ। ସେମାନେ ନିଜ ଗୋଷ୍ଠୀର ନିୟମ, ପୋଷାକ ଏବଂ କଥାବାର୍ତ୍ତାର ଶୈଳୀକୁ ଅନୁକରଣ କରନ୍ତି। ଏହାସବୁ ମାତାପିତାଙ୍କ ପାଇଁ ଏକ ଚିନ୍ତାର ବିଷୟ। ଠିକ୍ ଅଛି। 16ତମ ପ୍ରଶ୍ନ, ଶିକ୍ଷଣର ମୂଳଧାରଣା ଉପରେ ନିମ୍ନଲିଖିତ ମଧ୍ୟରୁ କେଉଁଟି ଶିକ୍ଷଣର ବୈଶିଷ୍ଟ୍ୟ ନୁହେଁ? ଆପଣ ଆପଣଙ୍କ ମାଙ୍କଠାରୁ ରୋଷେଇ ଶିଖନ୍ତି, ବଜାରରେ କିଣାବିକା କରିବା ଶିଖନ୍ତି, ଇଣ୍ଟରନେଟ୍ରୁ ଏକ ନୂଆ କୌଶଳ ଶିଖନ୍ତି। ହଁ, ଏସବୁ ଶିକ୍ଷଣ। ଶିକ୍ଷଣ ଏକ ଜୀବନବ୍ୟାପୀ ପ୍ରକ୍ରିୟା, ଯାହା ସ୍କୁଲ ବା କଲେଜର ଚାରିକାନ୍ଥ ଭିତରେ ସୀମିତ ନୁହେଁ। ନିଶ୍ଚୟ। ଆଉ ଯେତେବେଳେ ସ୍କୁଲ କଥା ଆସୁଛି, ସବୁ ପିଲାଙ୍କୁ ସମାନ ସୁଯୋଗ ମିଳିବା ଦରକାର। 17ତମ ପ୍ରଶ୍ନ, RTE ଅଧିନିୟମ ଉପରେ। ଶିକ୍ଷା ଅଧିକାର ଅଧିନିୟମ 2009 ଅନୁସାରେ ବିଶେଷ ଆବଶ୍ୟକତା ଥିବା ପିଲା CWSN କେଉଁଠାରେ ପଢ଼ିବା ଉଚିତ? ଏହାର ସ୍ପଷ୍ଟ ଉତ୍ତର ହେଉଛି ସି ଅନ୍ତର୍ନିବେଶୀ ବିଦ୍ୟାଳୟ ବା ଇନକ୍ଲୁସିଭ୍ ସ୍କୁଲସ୍। ଏହାର ଦର୍ଶନ ହେଉଛି ସମାଜର ସବୁ ପିଲା, ସେମାନଙ୍କର ଶାରୀରିକ, ମାନସିକ ବା ସାମାଜିକ ସ୍ଥିତି ଯାହା ବି ହେଉ, ସମସ୍ତେ ଏକାଠି ଗୋଟିଏ ସାଧାରଣ ବିଦ୍ୟାଳୟରେ ପଢ଼ିବେ। ଆଚ୍ଛା, ଏହା କେବଳ ଏକ ନିୟମ ନୁହେଁ, ଏହା ଏକ ମୂଲ୍ୟବୋଧ ଯାହା ଶିଖାଏ ଯେ ବିବିଧତା ଏକ ଶକ୍ତି, ଦୁର୍ବଳତା ନୁହେଁ।
ବହୁତ ଭଲ କଥା କହିଲେ। ତେବେ ଏଭଳି ଏକ ବିଦ୍ୟାଳୟର ପାଠ୍ୟକ୍ରମ କିପରି ହେବା ଦରକାର? 18ତମ ପ୍ରଶ୍ନ। ଏକ ପ୍ରଗତିଶୀଳ ବିଦ୍ୟାଳୟର ପାଠ୍ୟକ୍ରମ କିପରି ହେବା ଉଚିତ? ଏକ ପ୍ରଗତିଶୀଳ ବିଦ୍ୟାଳୟର ପାଠ୍ୟକ୍ରମ ନମନୀୟ ଏବଂ ସହପାଠ୍ୟକ୍ରମ କାର୍ଯ୍ୟକଳାପରେ ପରିପୂର୍ଣ୍ଣ ହେବା ଆବଶ୍ୟକ। ନମନୀୟର ଅର୍ଥ ହେଲା ଏହା ପିଲାଙ୍କର ଆଗ୍ରହ ଓ ଆବଶ୍ୟକତା ଅନୁସାରେ ବଦଳି ପାରିବ। ଏହା ଏକ କଠୋର ଖସଡ଼ା ନୁହେଁ। ଏବଂ ଏଥିରେ କେବଳ ପାଠପଢ଼ା ନୁହେଁ, ବରଂ ଖେଳ, ସଙ୍ଗୀତ, ଚିତ୍ରକଳା ଭଳି କାର୍ଯ୍ୟକଳାପକୁ ମଧ୍ୟ ସମାନ ଗୁରୁତ୍ୱ ଦିଆଯାଏ। ଆମେ ବିକାଶର ମାନସିକ ଓ ସାମାଜିକ ଦିଗ ଦେଖିଲେ। ଏବେ ଟିକେ ଶାରୀରିକ ଦିଗକୁ ଦେଖିବା। କିଶୋର ଅବସ୍ଥାରେ ମୁଣ୍ଡର ଆକାର ସମଗ୍ର ଶରୀରର କେତେ ଅଂଶ ଥାଏ? ଜଣେ ବୟସ୍କ ବା କିଶୋରର ମୁଣ୍ଡ ଓ ଶରୀରର ଅନୁପାତ ପ୍ରାୟ 1:8 ହୋଇଥାଏ। ଏହା ଆଶ୍ଚର୍ଯ୍ୟଜନକ ଲାଗିପାରେ, କିନ୍ତୁ ଜନ୍ମ ସମୟରେ ଶିଶୁର ମୁଣ୍ଡ ତା ଶରୀରର ପ୍ରାୟ 1/4 ଅଂଶ ଥାଏ। ଓହୋ। ହଁ, ଏହା ସେଫାଲୋକୋଡାଲ ନିୟମକୁ ଦର୍ଶାଏ, ଅର୍ଥାତ୍ ବିକାଶ ମୁଣ୍ଡରୁ ପାଦ ଆଡ଼କୁ ହୁଏ। ବାଃ, ଏହା ଏକ ନୂଆ ତଥ୍ୟ। 20ତମ ପ୍ରଶ୍ନ ମୂଲ୍ୟାଙ୍କନର ଏକ ଉପକରଣ ଉପରେ। ଯେଉଁ ରେଟିଂ ସ୍କେଲରେ ସଂଖ୍ୟା ବ୍ୟବହାର କରାଯାଏ, ତାକୁ କ'ଣ କୁହନ୍ତି? ଏହାକୁ ଡି ସଂଖ୍ୟିକ ସ୍କେଲ ବା ନ୍ୟୁମେରିକାଲ ସ୍କେଲ କୁହାଯାଏ। ଏହାର ସବୁଠୁ ଭଲ ଉଦାହରଣ ହେଉଛି ଆପଣ ଯେତେବେଳେ କୌଣସି ଆପ୍ରେ ଏକ ରେଷ୍ଟୁରାଣ୍ଟକୁ 1 to 5 ଷ୍ଟାର ରେଟିଂ ଦିଅନ୍ତି। ଆଚ୍ଛା, ହଁ। ଏହା କୌଣସି ଗୁଣ ବା ବ୍ୟବହାରକୁ ମାପିବା ପାଇଁ ସଂଖ୍ୟା ବ୍ୟବହାର କରେ। ଠିକ୍। ଏବେ ପୁଣି ଥରେ କିଶୋରାବସ୍ଥାକୁ ଫେରିବା। ହାବିଘର୍ଷ୍ଟଙ୍କ ଅନୁଯାୟୀ କେଉଁଟି କିଶୋରାବସ୍ଥାର ବିକାଶମୂଳକ କାର୍ଯ୍ୟ ନୁହେଁ? ଆଉ ଏହି ବିକାଶମୂଳକ କାର୍ଯ୍ୟର ଅର୍ଥ କ'ଣ? ପ୍ରଥମେ ବିକାଶମୂଳକ କାର୍ଯ୍ୟକୁ ବୁଝିବା। ଏହା ଜୀବନର ଏକ ଏମିତି କାମ ବା ଚ୍ୟାଲେଞ୍ଜ ଯାହାକୁ ସଫଳତାର ସହ ପୂରଣ କଲେ ଆମେ ଖୁସି ହେଉ ଆଉ ପରବର୍ତ୍ତୀ ସ୍ତରକୁ ଯିବାକୁ ପ୍ରସ୍ତୁତ ହେଉ। ଏହା ଏକ ଭିଡିଓ ଗେମ୍ର ଲେଭେଲ ପରି। ବାଃ, ଭଲ ଉଦାହରଣ। ହଁ, ଆଉ ଏହି ପ୍ରଶ୍ନର ଉତ୍ତର ହେଉଛି ଡି ଲିଙ୍ଗଗତ ପାର୍ଥକ୍ୟ ଶିଖିବା। କାରଣ ଏହା ବାଲ୍ୟକାଳର ଏକ କାର୍ଯ୍ୟ। କିଶୋରାବସ୍ଥାର ମୁଖ୍ୟ କାର୍ଯ୍ୟଗୁଡ଼ିକ ହେଲା ନିଜର ବଦଳୁଥିବା ଶରୀରକୁ ଗ୍ରହଣ କରିବା, ସାଙ୍ଗସାଥୀଙ୍କ ସହ ସମ୍ପର୍କ ସ୍ଥାପନ କରିବା ଏବଂ ଭବିଷ୍ୟତ କ୍ୟାରିୟର ପାଇଁ ପ୍ରସ୍ତୁତ ହେବା। ଭିଡିଓ ଗେମ୍ ଲେଭଲର ଉଦାହରଣଟି ବହୁତ ଭଲ ଥିଲା। 22ତମ ପ୍ରଶ୍ନ ଶିକ୍ଷଣର ଏକ ପ୍ରକାର ଉପରେ। ସଂକେତ ଶିକ୍ଷଣ ବା ସିଗ୍ନାଲ ଲର୍ଣ୍ଣିଂ କ'ଣ? ସଂକେତ ଶିକ୍ଷଣ ହେଉଛି ବି କ୍ଲାସିକାଲ କଣ୍ଡିସନିଂ। ଏହାର ସବୁଠୁ ପ୍ରସିଦ୍ଧ ଉଦାହରଣ ହେଉଛି ପାଭଲଭଙ୍କ କୁକୁର ପରୀକ୍ଷା। ହଁ, ମୁଁ ଶୁଣିଛି ସେ ବିଷୟରେ। ଘଣ୍ଟି ବାଜିଲେ ଖାଇବାକୁ ମିଳିବ ବୋଲି ବାରମ୍ବାର ହେବା ପରେ କିଛିଦିନ ପରେ କେବଳ ଘଣ୍ଟି ଶବ୍ଦ ଶୁଣି କୁକୁର ମୁହଁରୁ ଲାଳ ବାହାରିଲା। ଏଠାରେ ଘଣ୍ଟି ହେଉଛି ସଂକେତ, ଆଉ ଏହି ଶିକ୍ଷଣ ପ୍ରକ୍ରିୟା ହିଁ ହେଉଛି କ୍ଲାସିକାଲ କଣ୍ଡିସନିଂ। ଠିକ୍ ଅଛି। ଏବେ 23ତମ ପ୍ରଶ୍ନ, ଯାହା ସବୁକିଛିକୁ ଏକାଠି କରୁଛି। ମୂଲ୍ୟାଙ୍କନର ଉଦ୍ଦେଶ୍ୟ କ'ଣ? ଏହାର ଉଦ୍ଦେଶ୍ୟ ବହୁମୁଖୀ, ତେଣୁ ଉତ୍ତର ହେବ ଡି ଉପରୋକ୍ତ ସବୁଗୁଡ଼ିକ। ଏହା କେବଳ ପିଲାର ମାର୍କ ଜାଣିବା ପାଇଁ ନୁହେଁ, ଏହାଦ୍ୱାରା ଶିକ୍ଷକ ଜାଣନ୍ତି ଯେ ପିଲାର ଅସୁବିଧା କେଉଁଠି, ତାଙ୍କ ନିଜ ପଢ଼ାଇବା ଶୈଳୀ କେତେ ପ୍ରଭାବଶାଳୀ ଏବଂ ପିଲାଟି କେତେ ଦୂର ଶିଖିପାରିଛି। 24ତମ ପ୍ରଶ୍ନ ପୁଣି ଏକ ବୈଷୟିକ ଶବ୍ଦ ଉପରେ। ଯେତେବେଳେ ତଥ୍ୟକୁ କେବଳ ଗୋଷ୍ଠୀରେ ବର୍ଗୀକରଣ କରାଯାଏ, କିନ୍ତୁ କୌଣସି କ୍ରମ ଦିଆଯାଏ ନାହିଁ, ସେତେବେଳେ କେଉଁ ସ୍କେଲ ବ୍ୟବହାର ହୁଏ? ଏଥିପାଇଁ ବି ନମିନାଲ ସ୍କେଲ ବ୍ୟବହାର କରାଯାଏ। ନମିନାଲ ସ୍କେଲ? ହଁ, ନମିନାଲ ଶବ୍ଦଟି ନାମରୁ ଆସିଛି। ଏହା କେବଳ ତଥ୍ୟକୁ ନାମ ଦେଇ ଅଲଗା ଅଲଗା ଗୋଷ୍ଠୀରେ ରଖେ। ଯେପରିକି ଏକ କ୍ରିକେଟ ଟିମ୍ର ଖେଳାଳିଙ୍କ ଜର୍ସି ନମ୍ବର। 10 ନମ୍ବର ଜର୍ସି ପିନ୍ଧିଥିବା ଖେଳାଳି 7 ନମ୍ବର ଜର୍ସି ପିନ୍ଧିଥିବା ଖେଳାଳିଙ୍କଠାରୁ ବଡ଼ ବା ଭଲ ବୋଲି କିଛି ନାହିଁ। ଠିକ୍ କଥା। ଏହା କେବଳ ଗୋଟିଏ ପରିଚୟ ବା ଲେବଲ। ବାଃ, ଏ ଉଦାହରଣଟି ସବୁକିଛି ସ୍ପଷ୍ଟ କରିଦେଲା। 25ତମ ପ୍ରଶ୍ନ ଏକ ପରିସ୍ଥିତି ଉପରେ ଆଧାରିତ। ଯଦି ମିତା ନାମକ ଜଣେ ଛାତ୍ରୀ ଏକ ଚାକିରି ପାଇଁ ନିଜର ଉପଯୁକ୍ତତା ଜାଣିବାକୁ ଚାହେଁ, ସେ କେଉଁ ପରୀକ୍ଷା ଦେବା ଉଚିତ? ସେ ଆପ୍ଟିଚ୍ୟୁଡ୍ ଟେଷ୍ଟ ବା ଅଭିଯୋଗ୍ୟତା ପରୀକ୍ଷା ଦେବା ଉଚିତ। ଆମକୁ ଆଚିଭମେଣ୍ଟ ଟେଷ୍ଟ ଏବଂ ଆପ୍ଟିଚ୍ୟୁଡ୍ ଟେଷ୍ଟ ଭିତରେ ପାର୍ଥକ୍ୟ ବୁଝିବାକୁ ପଡ଼ିବ। ହଁ, ସେଇଟା ଟିକେ ବୁଝାଇ ଦିଅନ୍ତୁ। ଆଚିଭମେଣ୍ଟ ଟେଷ୍ଟ ମାପେ ଯେ ଆପଣ ବର୍ତ୍ତମାନ ସୁଦ୍ଧା କ'ଣ ଶିଖିଛନ୍ତି, ଯେପରିକି ସ୍କୁଲ ପରୀକ୍ଷା। କିନ୍ତୁ ଆପ୍ଟିଚ୍ୟୁଡ୍ ଟେଷ୍ଟ ଆପଣଙ୍କର ଭବିଷ୍ୟତର ସମ୍ଭାବନାକୁ ମାପେ, ମାନେ ଆପଣ କେଉଁ କାମରେ ଭଲ କରିବାର ସମ୍ଭାବନା ଅଛି। ଠିକ୍। ଏବେ ଶିକ୍ଷକଙ୍କ ଗୁଣ ବିଷୟରେ ଏକ ପ୍ରଶ୍ନ। ଏକ ସଶକ୍ତିକରଣକାରୀ ବିଦ୍ୟାଳୟ ଶିକ୍ଷକଙ୍କର କେଉଁ ଗୁଣକୁ ସବୁଠାରୁ ଅଧିକ ପ୍ରୋତ୍ସାହିତ କରେ? ଏହା ମଧ୍ୟ ଏକ ଦ୍ୱନ୍ଦ୍ୱପୂର୍ଣ୍ଣ ପ୍ରଶ୍ନ, ଯାହା ଶିକ୍ଷାର ପରିବର୍ତ୍ତିତ ଦୃଷ୍ଟିକୋଣକୁ ଦର୍ଶାଏ। ପୁରୁଣା ଦୃଷ୍ଟିକୋଣ ଅନୁଯାୟୀ ଉତ୍ତର ହେବ ଏ
ପ୍ରତିଯୋଗିତାମୂଳକ ଯୋଗ୍ୟତା ମାନେ କମ୍ପିଟିଟିଭ୍ ଆପ୍ଟିଟ୍ୟୁଡ୍। ଆଚ୍ଛା, ଅର୍ଥାତ୍ ଜଣେ ଶିକ୍ଷକ କେତେ ଦକ୍ଷ ଏବଂ ଅନ୍ୟମାନଙ୍କଠାରୁ ଆଗରେ ଅଛନ୍ତି। କିନ୍ତୁ ଆଧୁନିକ ଶିକ୍ଷାଶାସ୍ତ୍ର କୁହେ ଯେ ଜଣେ ଭଲ ଶିକ୍ଷକର ସବୁଠୁ ବଡ଼ ଗୁଣ ହେଉଛି ପରୀକ୍ଷଣ କରିବାର ପ୍ରବୃତ୍ତି। ମାନେ ନୂଆ ନୂଆ ଜିନିଷ ଚେଷ୍ଟା କରିବା। ହଁ, ନୂଆ ପଦ୍ଧତି ପ୍ରୟୋଗ କରିବାକୁ ଡରନ୍ତି ନାହିଁ। ତେଣୁ ଏହି ପ୍ରଶ୍ନର ଉତ୍ତର ପୁରୁଣା ଦୃଷ୍ଟିକୋଣରୁ ହେବ। ବୁଝିହେଲା। ଏବେ 27ତମ ପ୍ରଶ୍ନ, ଆବେଗ ବା ଇମୋସନ୍ କେଉଁଠାରୁ ଉତ୍ପନ୍ନ ହୁଏ? ଆବେଗର ମୂଳ ଉତ୍ସ ହେଉଛି ବି ପ୍ରବୃତ୍ତି ବା ଇନଷ୍ଟିଙ୍କ୍ଟସ୍। ଆମର ମୌଳିକ ଜୈବିକ ପ୍ରବୃତ୍ତି, ଯେପରିକି ବଞ୍ଚି ରହିବାର ପ୍ରବୃତ୍ତି, ଏହା ହିଁ ଭୟ ଭଳି ଆବେଗକୁ ଜନ୍ମ ଦିଏ। ସ୍ନେହ, କ୍ରୋଧ ଏସବୁ ଆମର ମୌଳିକ ପ୍ରବୃତ୍ତି ସହିତ ଜଡ଼ିତ। ପରେ ଆମର ଅନୁଭୂତି ଓ ପରିବେଶ ଏହାକୁ ଏକ ନିର୍ଦ୍ଦିଷ୍ଟ ରୂପ ଦିଏ। ଠିକ୍ ଅଛି। 28ତମ ପ୍ରଶ୍ନ, ପ୍ରତିଭାଶାଳୀ ପିଲାଙ୍କୁ ପଢ଼ାଉଥିବା ଶିକ୍ଷକ କିପରି ହେବା ଆବଶ୍ୟକ? ଏ ନିଶ୍ଚିତ ଭାବରେ ବୌଦ୍ଧିକ ଭାବରେ ଜିଜ୍ଞାସୁ ମାନେ ଇଣ୍ଟେଲେକ୍ଚୁଆଲି କ୍ୟୁରିୟସ୍ ହେବା ଉଚିତ। କାହିଁକି? କାରଣ ପ୍ରତିଭାଶାଳୀ ପିଲାମାନେ ବହୁତ ପ୍ରଶ୍ନ ପଚାରନ୍ତି ଏବଂ ସେମାନେ କାହିଁକି ପ୍ରଶ୍ନରେ ଅଟକି ଯାଆନ୍ତି ନାହିଁ, ସେମାନେ ଯଦି ଏମିତି ନ ହୋଇ ସେମିତି ହୋଇଥାନ୍ତା ପର୍ଯ୍ୟନ୍ତ ଯାଆନ୍ତି। ଯଦି ଶିକ୍ଷକ ନିଜେ ଜିଜ୍ଞାସୁ ନୁହନ୍ତି ଏବଂ କୁହନ୍ତି ଏହା ସିଲାବସରେ ନାହିଁ, ତେବେ ସେ ସେହି ପିଲାର ପ୍ରତିଭାକୁ ନଷ୍ଟ କରିଦେବେ। ଏହା ଏକଦମ ସତ କଥା। ଏବେ 29ତମ ପ୍ରଶ୍ନ, ନିମ୍ନଲିଖିତ ମଧ୍ୟରୁ କେଉଁଟି ପାଠ୍ୟକ୍ରମର ବା କରିକୁଲମର ଏକ ପ୍ରକାର ନୁହେଁ? ଏଠାରେ ମଧ୍ୟ ବର୍ଗୀକରଣରେ ସାମାନ୍ୟ ପାର୍ଥକ୍ୟ ଦେଖିବାକୁ ମିଳେ। ଅଧିକାଂଶ ଆଧୁନିକ ବହି ଶିଶୁକେନ୍ଦ୍ରିକ, ଅନୁଭୂତିକେନ୍ଦ୍ରିକ ଏବଂ କାର୍ଯ୍ୟକେନ୍ଦ୍ରିକ ପାଠ୍ୟକ୍ରମକୁ ମାନନ୍ତି। କିନ୍ତୁ କିଛି ପୁରୁଣା ବର୍ଗୀକରଣରେ କାର୍ଯ୍ୟକେନ୍ଦ୍ରିକ ପାଠ୍ୟକ୍ରମକୁ ଏକ ସ୍ୱତନ୍ତ୍ର ପ୍ରକାର ଭାବେ ଗଣାଯାଏ ନାହିଁ। ଆଚ୍ଛା, କାହିଁକି? ସେମାନେ ଯୁକ୍ତି କରନ୍ତି ଯେ ଯେକୌଣସି ଶିଶୁକେନ୍ଦ୍ରିକ ପାଠ୍ୟକ୍ରମରେ କାର୍ଯ୍ୟକଳାପ ତ ନିଶ୍ଚୟ ଥିବ, ତେଣୁ ଏହାକୁ ଅଲଗା ବର୍ଗ କରିବାର କ'ଣ ଆବଶ୍ୟକତା? ତ ଏହି ଦୃଷ୍ଟିକୋଣରୁ ଡି ଉତ୍ତର ହୋଇପାରେ। ଏବଂ ଆଜିର ଶେଷ ପ୍ରଶ୍ନ, ଯାହା ଆମକୁ ଶିକ୍ଷାରୁ ଆଧ୍ୟାତ୍ମିକତା ଆଡ଼କୁ ନେଇଯିବ। ଏକ ଉକ୍ତି, ଯୋଗ ହେଉଛି ଆତ୍ମାର ଦିବ୍ୟତା ସହିତ ଏକୀକରଣ। ଏହା କିଏ କହିଥିଲେ? ଏହା ହେଉଛି ଶ୍ରୀ ଅରବିନ୍ଦଙ୍କ ଉକ୍ତି। ସେ ଯୋଗକୁ କେବଳ ଶାରୀରିକ ବ୍ୟାୟାମ ଭାବେ ଦେଖୁନଥିଲେ। ତାଙ୍କ ପାଇଁ ଏହା ଥିଲା ଏକ ସମ୍ପୂର୍ଣ୍ଣ ଦର୍ଶନ, ଏକ ପୂର୍ଣ୍ଣାଙ୍ଗ ଯୋଗ, ଯେଉଁଠି ବ୍ୟକ୍ତିର ଚେତନା ବିଶ୍ୱ ଚେତନା ବା ଦିବ୍ୟତା ସହିତ ସଂଯୁକ୍ତ ହୁଏ। ତେବେ ଏହା ଥିଲା 30ଟି ପ୍ରଶ୍ନ ଉପରେ ଆମର ଆଲୋଚନା। ଆମେ କେବଳ ଉତ୍ତର ଜାଣିଲେ ନାହିଁ, ବରଂ ଶିକ୍ଷା ମନୋବିଜ୍ଞାନର ଏକ ଛୋଟ ଯାତ୍ରା କଲେ। ଆଇକ୍ୟୁର ପୁରୁଣା ଧାରଣାରୁ ଆରମ୍ଭ କରି ନିର୍ମାଣବାଦର ଆଧୁନିକ ଚିନ୍ତାଧାରା ପର୍ଯ୍ୟନ୍ତ ଆମେ ଅନେକ କିଛି ଦେଖିଲେ। ନିଶ୍ଚିତ ଭାବରେ ଆଜିର ଆଲୋଚନାରୁ ଗୋଟିଏ କଥା ସ୍ପଷ୍ଟ ହେଲା ଯେ ଶିକ୍ଷା ଏକ ସ୍ଥିର ବିଷୟ ନୁହେଁ, ଏହା ସବୁବେଳେ ବଦଳୁଛି। ହଁ, ଠିକ୍। ପଛୁଆ ପିଲାର ସଂଜ୍ଞାଠାରୁ ଆରମ୍ଭ କରି ଜଣେ ଭଲ ଶିକ୍ଷକର ଗୁଣ ପର୍ଯ୍ୟନ୍ତ ସବୁକିଛି ସମୟ ସହିତ ବିକଶିତ ହେଉଛି। ଆଜି ଯାହାକୁ ଆମେ ସର୍ବୋତ୍ତମ ଅଭ୍ୟାସ ବୋଲି ଭାବୁଛୁ, କାଲି ତାହା ପୁରୁଣା ହୋଇଯାଇପାରେ। ଆପଣଙ୍କର ଏହି କଥାଟି ହିଁ ଶ୍ରୋତାଙ୍କ ପାଇଁ ଆମର ଶେଷ ଚିନ୍ତନୀୟ ପ୍ରଶ୍ନ। ଆମେ ଦେଖିଲେ କିପରି ଶୈକ୍ଷିକ ଧାରଣାଗୁଡ଼ିକ ସମୟ ସହିତ ବଦଳି ଯାଇଛି। ତେବେ ଭାବନ୍ତୁ, ଆଜିର ଶିକ୍ଷା ବ୍ୟବସ୍ଥାରେ ଏମିତି କେଉଁ ମାନକ ବା ସର୍ବୋତ୍ତମ ଅଭ୍ୟାସ ଅଛି, ଯାହା ଆସନ୍ତା 50 ବର୍ଷ ପରେ ଲୋକଙ୍କୁ ପୁରୁଣା ବା ହୁଏତ ଭୁଲ ବୋଲି ମନେ ହୋଇପାରେ?